ଆଜିକାଲି ଯିଏ ବି ଭିଡିଓ ବନାଉଛନ୍ତି ବା ସୋସିଆଲ ମିଡିଆରେ କାମ କରୁଛନ୍ତି, ତ ଗୋଟେ ଝିଅ ଆଉ ପୁଅ ଭିତରେ ମୁଁ ଆଜି ପାର୍ଥକ୍ୟ ଜଣେଇବି। ତ ପାର୍ଥକ୍ୟ ଏତିକି କି ଗୋଟେ ଝିଅ ଯଦି ବେଶୀ ନାହିଁ 10ଟା ମାତ୍ର ଭିଡିଓ ଅପଲୋଡ କରୁଛି, ତ କେତେ ଲାଇକ୍ ଦେଖିବ, କେତେ ଭ୍ୟୁଜ ଦେଖିବ, କେତେ କମେଣ୍ଟ ଦେଖିବ। ଆଉ ଯଦି ଗୋଟେ ପୁଅ ଭିଡିଓ ବନାଉଛି, ତ ଲାଇକ୍ ତ ଦୂରର କଥା, ଯଦି ଆମ ଭିଡିଓ କାହା ପାଖକୁ ବି ଯାଉଛି ସେମାନେ ସ୍କ୍ରୋଲ କରିଦଉଛନ୍ତି। ଝିଅ ପିଲାମାନଙ୍କର କାହିଁକି ଯାଉଛି ନା, ସେମାନେ ଯଦି ଏମିତି ଟିକେ ଚେନ୍ ଖୋଲିକି ଭିଡିଓ ବନେଇଦେଲେ ଭିଡିଓ ଭାଇରାଲ, କିନ୍ତୁ ପୁଅମାନେ ଦିନ ରାତି ଏକ କରିକି ଭିଡିଓ ବନାଉଛନ୍ତି। ଏବେ ଭାଇ ଶୀତ ହଉଛି, ଦେଖିପାରୁଥିବେ ସେପଟେ ଅନ୍ଧାର ଅଛି, ଏ ଜାଗାରେ ମୁଁ ଭିଡିଓ ବନାଉଛି କାହିଁକି ନା ବହୁତ ବଡ ସ୍ୱପ୍ନ ଗୋଟେ ଅଛି ମୋର କି ମୁଁ ଗୋଟେ ୟୁଟ୍ୟୁବରଟେ ହେବି ବୋଲି। ମୁଁ ବି ଜାଣିନି ମତେ କେଜାଣି ଲୋକମାନେ ଦେଖିବା ପାଇଁ ଘୃଣା କରନ୍ତି ନା କଣ, ମୁଁ ବି ଜାଣିନି। ମୋ ଭିଡିଓ ଯଦି କାହା ପାଖକୁ ଯାଏ ତ ସେମାନେ ସ୍କ୍ରୋଲ କରିଦଉଛନ୍ତି। ମୁଁ ଏଇ ଗୋଟେ ଦିନ କି 2 ଦିନ ତଳେ ଗୋଟେ ଦେଖିଥିଲି ଭିଡିଓ, ଗୋଟେ ଝିଅ ବେଶୀ ନାହିଁ 10ଟା ନା 15ଟା ଗୋଟେ ଅପଲୋଡ କରିଛି ଭିଡିଓ, 10K ଫଲୋଅର୍ସ, ଲକ୍ଷ ଉପରେ ଭ୍ୟୁଜ। ଆଉ ଲାଇକ୍ କଥା କଣ କହିବି, ତାର ଯେତିକି କମେଣ୍ଟ ଯାଉଛି ମୋର ସେତିକି ଭ୍ୟୁଜ ମଧ୍ୟ ଯାଉନି। କଣ ହେଇଛି କେଜାଣି, ମାନେ ଲୋକମାନେ କେବଳ ସେଇଟା ଚାହାନ୍ତି କି କୋଉ ଝିଅ ଗୋଟେ ଆଇଟମ ସଙ୍ଗରେ ନାଚୁଥିବ ତାକୁ ଦେଖିବେ। ଆମ ଭିଡିଓ ମାନେ କେଜାଣି ମୁଁ ଖରାପ ନା ମୋ ଭିଡିଓ ଖରାପ ନା କଣ, ମୁଁ ବି ଜାଣିପାରୁନି କଣ ହେଇଛି କେଜାଣି। ଲୋକମାନଙ୍କୁ ଖାଲି ସେଇଟା ଦରକାର। ଆଉ କିଏ ଯଦି ଭାଇ ଭଲସେ ଭିଡିଓ ବନାଉଛି ତାକୁ କେହି ସପୋର୍ଟ କରନ୍ତିନି। କିଏ ଦେହ ଦେଖେଇ ନାଚିଲା, କିଏ କଣ କଲା, କାହାର ଯଦି ଭିଡିଓ ଭାଇରାଲ ହେଇଗଲା ସେ ଯାକ ଭାଇ ମାନେ ସାଙ୍ଗ ତୁ ଦେଖିଲୁଣି ନାଇଁ, ତାହେଲେ ମୁଁ ପଠେଇ ଦଉଛି ଦେଖେ ଭାଇ। ଏମିତି ଆମେ ଭିଡିଓ ବନେଇଲେ ସେୟାର ତ ଛାଡ ଭାଇ, ସ୍କ୍ରୋଲ କରିଦଉଛନ୍ତି। ସବୁ ଭିଡିଓ କ୍ରିଏଟର ମାନଙ୍କର ଲାଇଫ ଏଇଆ। ଆଉ କଣ କହିବି, ପଛରେ ତ ବହୁତ ଚୁଗୁଲି କରୁଛନ୍ତି ଏବେ। ମତେ ବି ଜଣା ଅଛି ଭାଇ, ମେହନତ ମୁଁ କରୁଛି ନା। ତମମାନଙ୍କ ପ୍ରତି ଯଦି ମୁଁ ଆଜି ଫୋକସ କରିବି ତାହେଲେ ମୋର ସ୍ୱପ୍ନ କେବେ ପୁରା ହେଇପାରିବନି। ମୋ ଡ୍ରିମ୍ ଉପରେ ମୁଁ ଫୋକସ କରିବି, ମୋ ମେହନତ ଉପରେ ମୁଁ ଫୋକସ କରିବି। ଆଜି ନହେଲେ କାଲି ନିହାତି ସକ୍ସେସ ହେଇକି ଦେଖେଇବି। ଆଉ ମୁଁ କଥାରେ ନାହିଁ କାମରେ କରିକି ଦେଖେଇବି। ଧନ୍ୟବାଦ।